ଏକାକୀ ପରାଶର ଲେଖିକା ବୀଣାପାଣି ମହାନ୍ତି। ପରାଶର ଯେତେବେଳେ ପରାଶ ନାମରେ ଅଭିହିତ ଥିଲା ସେତେବେଳେ ସେ ଛୋଟ ଛୋଟ କବିତା ଲେଖିଥିଲା। ଥରେ ଅଧେ ଗଳ୍ପ ଲେଖିଥିବ। ରଚନା ଓ ପ୍ରବନ୍ଧ ପ୍ରତିଯୋଗିତାରେ ସେ ଗୁଡ଼ାଏ ମାନପତ୍ର ଓ କପ୍ ପାଇଥିଲା। ଶିକ୍ଷକମାନେ ତାକୁ ଆଦର କରୁଥିଲେ, ସମ୍ମାନ ଜଣାଉଥିଲେ ବିଶ୍ୱବିଦ୍ୟାଳୟ ସର୍ବୋଚ୍ଚ ଉପାଧି ପାଇଲା ପର୍ଯ୍ୟନ୍ତ। ଏବେ ମଧ୍ୟ ତାକୁ ପରାଶରରେ ରୂପାନ୍ତର ଦେଖି ସେମାନେ ଶ୍ରଦ୍ଧା କରନ୍ତି, କିନ୍ତୁ ସେଥିରେ ବରାବର କିନ୍ତୁଟିଏ ଲୁଚି ରହିଥାଏ। ଅସ୍ୱଚ୍ଛଳ ପରିବାରରେ ପରାଶର କେତେ ଦିନ ଆଉ ପରେଶ ରହିପାରିଥାନ୍ତା? ସମସ୍ତ ଯୋଗ୍ୟତା ସତ୍ତ୍ୱେ ଯେତେବେଳେ ସେ କିରାଣୀ ଚାକିରିଟିଏ ପାଇଲା, ସେତେବେଳେ ବୋଧହୁଏ ତା ଭିତରେ ଚେଇଁ ଶୋଇଥିବା ପରାଶରର ଜନ୍ମ ହୋଇଥିଲା। ଜନ୍ମ ହେଲା କ୍ଷଣି ପରାଶର କାନ୍ଦିଥିଲା, ହସିଥିଲା, ବିଦ୍ରୋହ କରି ବଞ୍ଚିବାର ଶପଥ ନେଇ ପୁଣି ଥକ୍କା ହୋଇ କିଛି ସମୟ ଶୋଇପଡ଼ିଥିଲା। ଯେତେବେଳେ ତାର ସମ୍ପୂର୍ଣ୍ଣ ଜ୍ଞାନ ହେଲା, ସେ ଜାଣିଲା ଯେ ପରେଶ ଭଳି ସେ ବଞ୍ଚି ପାରିବନି। ଯେପରି ଜୀଇବାରେ ଲାଭ ନାହିଁ କି କ୍ଷତି ନାହିଁ, କାରଣ ବଂଶରକ୍ଷା ଓ ଉତ୍ତରାଧିକାର ବିଷୟରେ ସେ ଚିନ୍ତା କରିବାକୁ ଘୃଣା କରୁଥିଲା। ତାର ଛୋଟ ଜୀବନଟିକୁ ଓ ଯେଉଁମାନେ ସେ ଛୋଟ ଜୀବନର ସ୍ରଷ୍ଟା, ସେମାନଙ୍କୁ ନେଇ ସେ ଏତେ ଜଞ୍ଜାଳଗ୍ରସ୍ତ ବିବ୍ରତ ହୋଇପଡ଼ିଥିଲା ଯେ ଭବିଷ୍ୟତ ଚିନ୍ତା ତା ମନରେ ଆଦୌ ନଥିଲା। ମନଟା ବି କ'ଣ ସ୍ୱଚ୍ଛ ଥିଲା? କେତେ ଅଙ୍ଗୀକାର ଓ ସ୍ୱପ୍ନରେ ଆଚ୍ଛାଦିତ ଦର୍ପଣରେ କେବଳ ଦିଶୁଥିଲା ରକ୍ତ ଆଉ ରକ୍ତ। ବେଳେ ବେଳେ ଝଲକାଏ ଶୀତଳ ପବନ ବହିଲେ ରକ୍ତ ତଳେ ଜମାଟ ବନ୍ଧା ଲୁହର ପାରଦରେ ତାର ଆଖି ଝଲସି ଯାଉଥିଲା। ନିଜର ସେତିକି ସମ୍ପତ୍ତିରେ ସନ୍ତୁଷ୍ଟ ରହିପାରିଲାନି ପରେଶ। ଧୀରେ ଧୀରେ ସେ ପରାଶର ହୋଇଗଲା ଓ ତା ସହିତ ତାର କବିତା ଲେଖା, ଗଳ୍ପ ପାଇଁ ଚରିତ୍ର ଅନ୍ୱେଷଣ ଉଭେଇଗଲା। ବର୍ତ୍ତମାନ ସେ ପରାଶର, ଯେକୌଣସି ମଣିଷ ପରି ମଣିଷଟିଏ, ମାତ୍ର ନିଜକୁ ସେ ସ୍ୱତନ୍ତ୍ର ମନେ କରେ ଏବଂ ସେତିକି ହିଁ ତାର ଗର୍ବ। ହୁଏତ କ୍ଷତିର ଖସଡ଼ାରେ ତାର ରେକର୍ଡ ସୃଷ୍ଟି କରିବା ଇଚ୍ଛା ନଥାଇପାରେ, ମାତ୍ର ତାହା ହିଁ ତାର ଏକମାତ୍ର ପନ୍ଥା ଥିଲା ଏବଂ ସେଥିରେ କିଛି ବଞ୍ଚିଛି ବୋଲି ସେ ଅନୁଭବ କରୁଥିଲା। କିରାଣୀ ଚାକିରି ଛାଡ଼ିଦେଇ କେତେବେଳେ ସେ ସାମ୍ବାଦିକଟିଏ ହୋଇଗଲା ଓ କେମିତି ହେଲା ଭାବିଦେଲେ ତାକୁ ଆଶ୍ଚର୍ଯ୍ୟ ଲାଗେ। ବାପା ବୋଉ କାନ୍ଦିଥିଲେ, ସାନ ଭାଇ ଭଉଣୀ ମୁହଁ ଶୁଖେଇ ଛିଡ଼ା ହୋଇଥିଲେ। ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇ ପରେଶ ଅବଶେଷରେ ପରାଶର ହୋଇ ରାଜରାସ୍ତାକୁ ଡେଇଁ ପଡ଼ିଥିଲା। ଡେଇଁଲା ପୂର୍ବରୁ ଆନନ୍ଦ ଡେଇଁଲା ପରେ ନଥାଏ, ଏକଥା ଅନୁଭବ ନଥିଲେ ବି ପରାଶର ଜାଣିଥିଲା। ଏବେ ତାହା ମର୍ମେ ମର୍ମେ ଅନୁଭବ କରୁଛି। ଡେଇଁବାର ଗୋଟାଏ ସୀମା ଥାଏ। ଥରେ ସେ ସୀମା ଉଲ୍ଲଙ୍ଘନ କଲା ପରେ ଆଉ ବା ଜୀବନରେ କ'ଣ ଚମକ ଥାଏ? ପରାଶର ନଈ ବଢ଼ି ଓ ରିଲିଫ ଉପରେ ଏକ ପ୍ରତ୍ୟକ୍ଷ ବିବରଣୀ ଲେଖୁ ଲେଖୁ ଅଧାରେ ଅଟକିଗଲା। ଏମିତି ତ ଗତ ବର୍ଷ ବସ୍ତି ଉଚ୍ଛେଦ, ତା ପୂର୍ବ ବର୍ଷ ଘର ପୋଡ଼ି ଉପରେ ରିପୋର୍ଟସ ଦେଇ ସେ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମାତ୍ର ଫଳ କ'ଣ ହେଲା? ଦୁଇଥର ଯାକ ମନ୍ତ୍ରୀ ଅଫିସରମାନେ ତାକୁ ଡକାଇ ଭର୍ତ୍ସନା କଲେ। କେହି କେହି ସାମ୍ନା ଚେୟାରରେ ବସାଇ ତାକୁ ଚା ପରସିଲେ। ଅନ୍ୟ କେହି ବିୟର ପିଇବାକୁ ଡାକିଲେ ତ କେହି ଡିନର ପାଇଁ ନିମନ୍ତ୍ରଣ କଲେ। ଅବଶ୍ୟ ପରାଶର ସେ ନିମନ୍ତ୍ରଣ ରକ୍ଷା କରିନାହିଁ। ଭୋକ ଉପାସରେ ଛଟପଟ ହୋଇ ସେ ଦିନ ରାତି କଟାଇଛି। ସମ୍ପାଦକମାନେ କମ୍ ଭୀରୁ ନୁହନ୍ତି। ଆର୍ଟିକଲ ନେଲା ବେଳେ ଭୁରି ଭୁରି ପ୍ରଶଂସା କରନ୍ତି। ପତ୍ରିକାର କାଟ୍ତି ହେଲେ ପାଖରେ ବସାଇ ଖୁସି ଗପ କରନ୍ତି, ମାତ୍ର ପଇସାଟି ଅଧିକ ଦିଅନ୍ତି ନାହିଁ। କାରଣ ଉତ୍ସବରେ ସେମାନେ ସଭାପତିତ୍ୱ କଲାବେଳେ ପରାଶରକୁ ନିର୍ଦ୍ଦେଶ ଦିଅନ୍ତି ତାର ବିବରଣୀ ଲେଖିବାକୁ। ପରାଶର ମିଟିଂରେ ଉପସ୍ଥିତ ହେଉ ବା ନ ହେଉ, ସେ ତାର ବୁଦ୍ଧି ଖଟେଇ ଫର୍ମୁଲା ବିନିଯୋଗ କରି ଯେଉଁ ବିବରଣୀ ପ୍ରସ୍ତୁତ କରେ, ତାର ବିକଳ୍ପ ବନ୍ଦୋବସ୍ତ କୌଣସି ମୂଲ୍ୟ ଦେଇ ସେମାନେ କରିପାରିବେ ନାହିଁ। ଏସବୁ ସତ୍ତ୍ୱେ ପରାଶର ଆଜିକାଲି କବିତା କି ଗଳ୍ପ ଲେଖିପାରେ ନାହିଁ। ଏମିତି ନୁହେଁ ଯେ ସେ ଚେଷ୍ଟା କରିନାହିଁ, ବିନିଦ୍ର ରଜନୀ କାଟି ନାହିଁ କି ପୃଷ୍ଠା ପୃଷ୍ଠା କାଗଜ ଚିରି ନାହିଁ, କିନ୍ତୁ କବିତା ଗଳ୍ପ ପଥ ଭୁଲି ଅନ୍ୟ ଦିନରେ ଚାଲି ଯାଇଛନ୍ତି। ସେମାନଙ୍କୁ ଫେରେଇ ଆଣିବାରେ ସାହସ କି କ୍ଷମତା ତାର ନାହିଁ। କାହିଁକି? ଫୋନ କ୍ରିଂ କ୍ରିଂ ଶବ୍ଦ କରି ଉଠିଲା। ସମ୍ପାଦକମାନେ କିମ୍ବା କେହି ମନ୍ତ୍ରୀ କି ଅନୁଷ୍ଠାନ ସଂଘ ତାକୁ ନିମନ୍ତ୍ରଣ କରୁଛନ୍ତି। ପରାଶର କ୍ଳାନ୍ତ ହୋଇ ଫୋନ ଉଠାଇ ଚକିତ ସ୍ତମ୍ଭିତ ହେଲା। ଜନୈକ ପତ୍ରିକା ସମ୍ପାଦକଙ୍କର ତାଗିଦ। ଦିନ ଦ୍ୱିପହରରେ ରାଜରାସ୍ତା ଉପରେ କେତେଜଣ ଉଦ୍ଧତ ଅସାମାଜିକ ଯୁବକ ଏକ ଅଳ୍ପ ବୟସ୍କା ଯୁବତୀର ବସ୍ତ୍ର ହରଣ କରି ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଛାଡ଼ି ଚାଲିଗଲେ। ପୋଲିସ ଏଯାଏ ସେମାନଙ୍କର ପତ୍ତା ପାଇପାରି ନାହିଁ। ଏ ଘଟଣା ଉପରେ ଏକ ଚମକପ୍ରଦ ବିବରଣୀ ଦେଇ ସେ ଦେଶରେ ଚହଳ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ପତ୍ରିକାର ପ୍ରସାର ମଧ୍ୟ କରିବାକୁ ଚାହାନ୍ତି। ପରାଶର ଫୋନ ଥୋଇଦେଇ
ଗୋଟିଏ ଛାଇ ଝାଳେଇଗଲା। ଏପରି ଜୁଲମ ଯଦି ଦେଶରେ ଚାଲେ ତେବେ କିଏ ଭଲା ସୁସ୍ଥ ଭାବରେ ବଞ୍ଚି ପାରିବ? ଘଟଣା ଶୁଣୁ ଶୁଣୁ ନିଜ ଭଉଣୀର ମାର ଛବି ଆଖି ଆଗରେ ନାଚି ଯାଉଛି। ଦେହ ମୁଣ୍ଡ ଥରି ଉଠୁଛି। 2 ଦିନ ହେଲା ଜ୍ୱର ତାକୁ। ତେଣୁ ଛୁଟି ନେଇ ଘରକୁ ଦିନେ ରେଷ୍ଟ ପାଇଁ ଯିବ ବୋଲି ସେ ଭାବିଥିଲା ଯେ ପୁଣି ଫୋନ କ୍ରିଂ କ୍ରିଂ କରି ଉଠିଲା। ହ୍ୟାଲୋ, ମୁଁ ମାନେ ବୁଝିପାରୁଥିବ ପରାଶର। ଅଜଣାତରେ ଅଲିଖିତରେ ପାଟିରୁ ବାହାରିଗଲା ତାର ୟେସ୍ ସାର୍। ତୁମେ ଚିନି ତେଲର ଚୋରା କାରବାର ଉପରେ ଯେଉଁ ରିପୋର୍ଟ ଦେଇଛ ଖୁବ୍ ଚମତ୍କାର ହୋଇଛି। ଥ୍ୟାଙ୍କ ୟୁ ସାର୍। ସଟ୍ ଅପ୍। ଦେଶର ଅର୍ଥନୀତି ସମ୍ବନ୍ଧରେ ତମକୁ କିଛି ଜଣାଅଛି? ଫଣ୍ଡାମେଣ୍ଟାଲ୍ସ ନ ଜାଣି ତୁମେ ସାମ୍ବାଦିକ ହୋଇ ବାହାଦୁରୀ କାଢୁଛ? ଏପରି ରିପୋର୍ଟର ପୁନରାବୃତ୍ତି ହେଲେ ବୁଝିପାରୁଥିବ ତ? କଣ ସାର୍? ମୁଁ କିଛି ଜାଣି ସେପଟରୁ ଫୋନ ଥୋଇବାର ଶବ୍ଦ ହେଲା। ରୀତିମତ ଧମକ। ଦେବେନି କାହିଁକି? ଯେତେବେଳେ ଅନ୍ୟ ସମସ୍ତେ ମୁଣ୍ଡ ନୁଆଇଁ ସ୍ତୁତିଗାନ କଲେ, ପରାଶର ତ ମୁଣ୍ଡ ନୋଇଲା ନାହିଁ। ଆକାଶ ଛୁଆଁ ଦରଦାମ, କଣ୍ଟ୍ରୋଲ ଜିନିଷ ଠିକ ସମୟରେ ମିଳୁନି, ତାର କ୍ୱାଲିଟି ବାହୁନିଲେ ସାରା ଦେଶର କାଗଜ ଅଣ୍ଟିବ ନାହିଁ। ପରାଶରର ଭୁଲ କେଉଁଠି ହେଲା? ଗାଲ ଦୁଇଟାରେ ଯେମିତି ଥାପଡ଼ ମାରିଲା ଭଳି କଥା ଗୁଡାକ ପଛକୁ ଝାଇଁ ଝାଇଁ ଶୁଭୁଥାଏ। ତେବେ କଣ ସେ ଡରିଯିବ? କିରାଣୀ ଚାକିରିର ନିରାପତ୍ତା ଛାଡି ରାସ୍ତାକୁ ଡେଇଁ ପଡିଲା ବେଳେ ଏ କଥା ଯେ ତାକୁ ଜଣାଥିଲା। ତଥାପି କିପରି ଏକ ଅସ୍ୱସ୍ତିରେ ସେ କଲମ ଥୋଇ ଗାଲରେ ହାତ ଦେଇ ବସିଲା। ପୃଥିବୀର ଏକ ଲମ୍ଫରେ ଡେଇଁ ପଡିବାର ସ୍ୱପ୍ନ ଅଧାରେ ରହିଗଲା। ସେ କିଏ ଯେ ପୃଥିବୀର ସବୁ କଥାକୁ କଲମ ମୁନରେ ଆଉ କଥାରେ ସଜାଡି ଦେବ, ଏପରି ଏକ ଅଦ୍ଭୁତ ଧାରଣା ସେ ମନ ଭିତରେ ପୋଷି ରଖିଥିଲା କିପରି? ପରାଶରର ଇଚ୍ଛା ହେଲା ଦର୍ପଣ ସାମ୍ନାରେ ଛିଡା ହୋଇ ସେ ନିଜ ଦୁଇ ଗାଲରେ ଢାଏ ଢାଏ 2ଟା ଚାପୁଡା କଷି ଦେଇ ଦେଖିବ କେମିତି ଦିଶୁଛି ତାର ମୁହଁଟା। କୋଉ ପିଲାଦିନେ ମାଡ ଖାଇ କାନ୍ଦିଥିବା ଭେଁ ଭେଁ ସ୍ୱରଟା ଛେଳି ପରି ତା ଛାତି ଭିତରେ ହାବୁକା ମାରୁଛି। ମାତ୍ର ସେ ବି ଏତେ ସହଜ ବ୍ୟାପାର ନୁହେଁ। କେବଳ ଆଜି ନୁହେଁ, ଅନେକ ଥର ଏମିତି ଚେଷ୍ଟା କରି ସେ ବିଫଳ ହୋଇଛି। ବରଫ ଶୀତଳ ଜମାଟ ବାନ୍ଧିଥିବା ସ୍ୱରର ତନ୍ତ୍ରୀକୁ ମୁଖରିତ କରିବା ପାଇଁ ଏତିକି ଉତ୍ତାପ ଯଥେଷ୍ଟ ନୁହେଁ ବୋଲି କେତେ ଥରରେ ସେ ବୁଝିବ। ପରାଶର ପ୍ୟାଣ୍ଟ ପକେଟରୁ ସିଗାରେଟ ବାହାର କରି ଓଠରେ ଚାପି ଧରିଲା। ଲାଇଟରଟା ଦୀର୍ଘ ଦିନ ହେଲା ହଜିଯାଇଛି, ଯେଉଁଟା ସେ କିରାଣୀ ପଇସାରେ କରିଥିଲା। ଦିଆସିଲି କୋଉଠି ରହିଯାଏ, ଖୋଜିଲେ ମିଳେନା। ତା ଛଡା ପ୍ୟାଣ୍ଟ ପକେଟରୁ ଦିଆସିଲିଟା କାଢି ରଖିବା ମୀରାର ଏକ ଅଭ୍ୟାସରେ ପରିଣତ ହେଲାଣି। ସେ ଭାବୁଛି ଦିଆସିଲିଟା ନଥିଲେ ପରାଶର ସିଗାରେଟ ବିଡି ଖାଇପାରିବନି, ନ ଖାଇଲେ ତା ଦେହ ଭଲ ରହିବ, ଇତ୍ୟାଦି ଇତ୍ୟାଦି। କି ଅଦ୍ଭୁତ ଆଇଡିଆ ନେଇ ମୀରାର ଜନ୍ମ କେଜାଣି। ସିଗାରେଟ ମୁହଁରୁ ଛଡାଇ ନେବ, ଖାଇବାକୁ ଦେଲେ ଭାତ, ମିଠା ଆଳୁ ପ୍ରଭୃତି ପ୍ଲେଟରୁ ଉଠାଇ ନେବ, ପଛେ ପଛେ ବକର ବକର କରି ତାକୁ ନୟାନ୍ତ କରିଦେବ। ଦେଖା ହେଲା କ୍ଷଣି ଏକାଥରକେ 10 12ଟା ପ୍ରଶ୍ନ କରିଦେବ, ଯାହାର କୌଣସି ନିର୍ଦ୍ଦିଷ୍ଟ ଉତ୍ତର ପରାଶର ପାଖରେ ନଥାଏ। ଏମିତି ଅଦ୍ଭୁତ ଝିଅଟା ଯେ ମନ ନ ପାଇଲେ ଦିନ ଦିନ ଦେଖା ଦିଏନି କି କଥା କହେନି। ଚେୟାରରେ ଚୁପଚାପ ବସିଥିବ ସେ ଯେ ବସିଥିବ। ପରାଶର ବିରକ୍ତ ହେଲା ଏବଂ ସିଗାରେଟଟା ପାଦରେ ଦଳିଦେଲା। ଘର ସାରା ଟୁକୁରା ଅଳିଆ କାଗଜ, ସିଗାରେଟ ବିଡି ଖଣ୍ଡ ଭରି ହୋଇଛି। 2 ଦିନ ହେଲା ଭାବୁଛି ଘରଟା ଓଳାଇ ଦେବ, ହେଲେ ଭୁଲି ଯାଉଛି। ଯେମିତି ଦିନ ପ୍ରତିଦିନ ଭୁଲିଯିବା ହିଁ ଏକମାତ୍ର ତାର କାମ। ଫୋନ ଶୁଣି ଶବ୍ଦ କରି ବାଜି ଉଠିଲା। ଏଥର କିଏ କେଜାଣି? ଫୋନଟା ଧରିବା ଶବ୍ଦ ଆପଣା ଛାଏ ବନ୍ଦ ହୋଇଗଲା। ଭଲ ହୋଇଛି। ପରାଶର ଅନ୍ୟମନସ୍କ ଭାବରେ ଖଟ ଉପରେ ଗଡି ପଡିଲା। କାହା ଉପରେ କଣ ରିପୋର୍ଟ ଦେବ, କେଉଁଠି ସଂଶୋଧନ କରିବ ଓ କୋଉ ବ୍ୟକ୍ତି ପାଖରେ ସାଲିସ କରି ନିଜକୁ ମଣିଷ ପରି ବଞ୍ଚେଇବ ରଖିବ, ସେ କଥା ଚିନ୍ତା କରିବାକୁ ସମୟ ଆଉ ନାହିଁ। ସେ ଯଦି ସମସ୍ତଙ୍କୁ ସୁହାଇଲା ଭଳି ରିପୋର୍ଟ ଗୁଡାକ ଲେଖିପାରନ୍ତା। କିନ୍ତୁ ଏଇ ନିରୀହ ଶାନ୍ତ ଶକ୍ତିହୀନ ଜନତା ଯେଉଁମାନେ ତାର ଲେଖା ପଢନ୍ତି ନାହିଁ, ପଢିବାକୁ ବେଳ ନାହିଁ କି ଆଗ୍ରହ ନାହିଁ, ସେମାନଙ୍କ ଦେବାଳିଆ ମୁହଁକୁ ଚାହିଁ ସେ ନିଜକୁ କଣ ଉତ୍ତର ଦେବ? ଧୁତ୍, ଏଇ ନିଜର ନିଜତ୍ୱଟାକୁ ଆଗେ ବିଦା କରି ନଦେଲେ ସେ ବଞ୍ଚି ପାରିବନି। ଥରେ ନିଜକୁ ଘରେ ରଖିଦେଇ ସେ ଜନୈକ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମ ଉତ୍ସବ ପାଳନ ନିମିତ୍ତ ଆୟୋଜନ ସଭାର ରିପୋର୍ଟ କରିବାକୁ ଯାଇଥିଲା। ପରାଶର ଜାଣିଥିଲା ଲୋକଟା ନମ୍ବର 1 ଧପ୍ପାବାଜ। ମାତ୍ର 7 ଦିନ ଅନ୍ୟ ଏକ ଗଣ୍ଡଗୋଳରେ ଲିପ୍ତ ରହି ସଂଗ୍ରାମୀଙ୍କ ସହ ଜେଲରେ ଥିଲା ବୋଲି ଏବେ ଘରେ ବସି ଆରାମରେ ଭତ୍ତା ପାଉଛି। ପୁଅମାନେ ବ୍ୟବସାୟୀ, ଜଣେ ତା ଭିତରୁ ଚୋରାମାଲ କାରବାରରେ ଲିପ୍ତ। ମାତ୍ର ଭୋଟ ବେଳେ ଲକ୍ଷ ଲକ୍ଷ ଟଙ୍କା ସେ ସରକାରଙ୍କୁ ଗଣି ଦେଇଥାନ୍ତି। ତେଣୁ ସରକାରୀ ବେସରକାରୀ ସବୁ ଅନୁଷ୍ଠାନ ଦ୍ୱାରା ଜୟ ଜୟକାରରେ ନିନାଦିତ ହେଉଥିଲା ତାଙ୍କର ଜନ୍ମ ଜୟନ୍ତୀ। ପରାଶର ଭଲ ରିପୋର୍ଟିଂ କରୁଥିଲା ବହୁ କଷ୍ଟରେ।
ତିକ୍ତ ଶବ୍ଦ ସବୁକୁ ବାଦ୍ ଦେଇଥିଲା। ମୁହଁ ଲୁଚାଇ 2 ଦିନ ସେ ପଦାକୁ ଯାଇ ନଥିଲା। କିନ୍ତୁ ତୃତୀୟ ସନ୍ଧ୍ୟା ବେଳେ ନିଜେ ସ୍ୱାଧୀନତା ସଂଗ୍ରାମୀ ତାଙ୍କ ଗାଡ଼ି ନେଇ ଆସିଲେ ତା ପାଖକୁ ଏବଂ 2 ହାତ ଧରି ଭିଡ଼ି ନେଇଗଲେ ଏକ 5 ତାରକା ହୋଟେଲକୁ। ଖୁସିରେ ସେ ଗଦଗଦ ହେଲା ବେଳେ ପରାଶର ରକ୍ତାକ୍ତ ଯନ୍ତ୍ରଣାରେ ଭାଙ୍ଗି ପଡୁଥିଲା। ତାର ତଣ୍ଟି ଦେଇ କୌଣସି ଖାଦ୍ୟ ପ୍ରବେଶ କରିପାରୁନଥିଲା। ଅସୁସ୍ଥତାର ଦ୍ୱାହି ଦେଇ ସେ ପାନୀୟ ଛୁଇଁ ନଥିଲା। ତାକୁ ଲାଗୁଥିଲା ସାରା ହୋଟେଲର କାନ୍ଥ ବାଡ଼, ବୟ, ଦରୱାନ, ଲାଇଟ୍ ଭିତରେ ଦେଇ ଏକ ଚପା ଚପା ମେଘ ଭର୍ତ୍ତି ମୁହଁ ତାକୁ ନୀରବରେ ପ୍ରଶ୍ନ କରୁଛି। ତାଶ୍ଚଲ୍ୟରେ ହସ ବେଳେବେଳେ ସେଇ ବୋକାଳିଆ ମୁହଁରେ ବଜ୍ର ପରି ତା ଛାତିରେ ଆସି ବାଜୁଛି। ସେ ଆଖି ବୁଜି କୌଣସି ମତେ କିଛିଟା ଖାଦ୍ୟ ଉଦରସ୍ଥ କଲା ପରେ ଅଚାନକ ତାକୁ ବାନ୍ତି ମାଡ଼ିଲା। ବାଥରୁମ ଭିତରେ ପଶିଯାଇ ସେ ବେସିନରେ ବାନ୍ତି କଲାବେଳେ ଦର୍ପଣରେ ତାର ପ୍ରତିବିମ୍ବ ଦେଖି ଚମକି ପଡ଼ିଥିଲା। ସେ ନିରୀହ ବୋକାଳିଆ ମୁହଁଟା ଯେ ତାର ଚତୁର ବୁଦ୍ଧିମାନ ମୁହଁ ଉପରେ କେତେବେଳେ ଆସି ଚେକା ପକାଇ ବସିଯାଇଛି। ବାଥରୁମରୁ ଫେରି ସେ ଆଉ ଡାଇନିଂ ହଲକୁ ଯାଇନଥିଲା। ଅଣନିଶ୍ୱାସୀ ହୋଇ ରାସ୍ତାକୁ ସେ ଧାଇଁଗଲା ବେଳେ ଆସିଥିବା ଗାଡ଼ିର ଡ୍ରାଇଭର ତାର ପଥ ଉଗାଡ଼ି ଛିଡ଼ା ହୋଇ ପଚାରିଥିଲା, ସାହେବ ଆସିନାହାନ୍ତି? ଆପଣ ଏମିତି ବ୍ୟସ୍ତ ହୋଇ ଆସିଲେ ଯେ କଣ ଗାଡ଼ିରେ ଛାଡ଼ି ଆସିବି? ନା ନା, ମୁଁ ଏଇ 2 ମିନିଟ ରାସ୍ତା ମାତ୍ର ଯିବି। ଜଣେ ଲୋକକୁ ଗୋଟେ ଜରୁରୀ ଖବର ଦେବାର ଅଛି। ତୁମେ ଡାଇନିଂ ହଲ ଯାଇ ସାହେବକୁ ଖବର ଦେଇଦିଅ। ମୁଁ ଚାଲିଲି। ପରାଶର ଡ୍ରାଇଭରକୁ ପେଲି ଦେଇ ରାତିର ଅନ୍ଧକାର ଭିତରେ ହଜି ଯାଇଥିଲା। ଅନେକ ସମୟ ପରେ ତାର ସମ୍ବିତ ଫେରିଲା ବେଳକୁ ନିଜକୁ ସେ ଆବିଷ୍କାର କରିଥିଲା ନିଜ ଘର ବାରଣ୍ଡାରେ। ଗଲାବେଳେ କବାଟର ତାଲା ବନ୍ଦ କରି ଯାଇଥିଲା ଅବଶ୍ୟ, ମାତ୍ର ଖୋଲିବା କଥା ସେ ଭୁଲି ଯାଇଥିଲା। ଏବେ ବନ୍ଦ ଘରେ ଏକାକୀ ପରାଶର ନିଜ ଖଟ ଉପରେ ଶୋଇଛି ଓ ଦୃଶ୍ୟ ଦେଖୁଛି। ଏବେ କେହି ତା ପାଖରେ ନାହିଁ, ଏମିତିକି ନିଜେ ମଧ୍ୟ ନାହିଁ। ଫାଙ୍କା, ଏକଦମ ଫାଙ୍କା, ସୁନସାନ ନିଜେ ଓ ତାର ପୃଥିବୀ। ବିଗତ ଦିନମାନଙ୍କର କୌଣସି କଥା ମନେ ପଡୁନି, ଯଦିଓ ଅଜସ୍ର କଥା ମନେ ପଡିବା ଦରକାର। ଏବେ ଅନେକ କିଛି ଭାବିବାର ବିଷୟ ଅଛି, ଅଥଚ କିଛି ଭାବି ହେଉନି। ଏବେ ଅନେକ ବାଟ ଅଛି ଚାଲିଯିବାକୁ, ମାତ୍ର କୌଣସି ବାଟ ଦିଶୁନି। ଅନେକ କଥା କହିଯିବାକୁ ଅଛି, ମାତ୍ର ଗୋଟିଏ କଥା ମଧ୍ୟ କହି ଆସୁନି। ବହୁ ଲୋକଙ୍କୁ ଭେଟିବାର ଅଛି, କାହାକୁ ଭେଟିବ ସର୍ବପ୍ରଥମେ ସେ ଜାଣିପାରୁନାହିଁ। କାହିଁକି? ଏତେ ଜାଣିବା ଶୁଣିବା ବୁଦ୍ଧିମାନ ଚତୁର ପରାଶର ନିଜ ପାଖରେ ଏମିତି ଚୁପ୍ କାହିଁକି? ହଠାତ୍ ବାହାରେ ପ୍ରଚଣ୍ଡ ଶବ୍ଦ କରି ଘଡ଼ଘଡ଼ଟିଏ ମାରିଲା ଓ ସଙ୍ଗେ ସଙ୍ଗେ ଲାଇଟ୍ ଚାଲିଗଲା। ଅନ୍ଧାର, ଚତୁର୍ଦିଗରେ ଅନ୍ଧାର, ଏବଂ ସେଇ ଅନ୍ଧାର ଭିତରେ ବନ୍ଦ ଘରେ ଏକାକୀ ପରାଶର। କୋଉ ଆଦିମ କାଳରୁ ସତ୍ୟବାଦୀ ପାଖରେ ଥିଲାବେଳେ ନିର୍ଜନତା ଏବଂ ମୀରାର ଅନୁପସ୍ଥିତିରେ ନିସ୍ତବ୍ଧତା, ବୃନ୍ତର 2ଟି ପୁଷ୍ପ। ପରାଶର କିନ୍ତୁ ଏକକ, ଚିରନ୍ତନ ଏକକ। ବନ୍ଦ ଘରେ ପରାଶର ସର୍ବଦା ତନ୍ଦ୍ରାଚ୍ଛନ୍ନ। ଅଥଚ ସୃଷ୍ଟି, ବଂଶରକ୍ଷା, ନିୟମ ପାଳନ, ଶାସନ, ଶୟନ, ଆରୋହଣ ଓ ଅପହରଣ ସବୁକିଛି ଯଥାରୀତି ଗତିଶୀଳ ଅଛି। ତଥାପି ପରାଶର, ହା ପରାଶର, କଣ ସେ କରି ନପାରେ ଏକା ଏକା? ଅଥଚ କଣ କରୁଛି ସେ ଆଜି?